ଜୟ ଗୁରୁ। ଏଟା କେତେବେଳେ କମ୍ପ୍ଲିଟ ହବ? ବନ୍ଦେ ଲୋକତିଲକଂ ସାତତ ବାର୍ତ୍ତା ବିଭୂଷଣଂ ଅମର କୃତ୍ୟ ଶରଣଂ ପ୍ରବୁଦଂ ଲୋକ ଜୀବନಂ ପ୍ରଣୟ ପ୍ରମତ ଜାଗଦୀପନಂ ବନ୍ଦେ ଜୀବନ ଜୀବନಂ ସତ୍ପୁରୁଷಂ ନମାମି। ପ୍ରାଣର ଶ୍ରୀ ଶ୍ରୀ ଠାକୁର, ଜଗଜନନୀ ଶ୍ରୀ ଶ୍ରୀ ଲକ୍ଷ୍ମୀ ମା, ଯୋଗାଚାର୍ଯ୍ୟ ଶ୍ରୀ ଶ୍ରୀ ବଡ଼ଦା, ଆଜିର ଭରସା ପ୍ରଦାନ ଆଚାର୍ଯ୍ୟଙ୍କ ଚରଣରେ ମୋର ଅନନ୍ତ କୋଟି ପ୍ରଣାମ। ପୂଜ୍ୟ ଅବିନ୍ଦା ଏବଂ ଠାକୁର ପରିବାର ସମସ୍ତଙ୍କ ଚରଣରେ ମୋର ଅନନ୍ତ କୋଟି ପ୍ରଣାମ। ଆଜିର ପୁଣ୍ୟ ସତ୍ସଙ୍ଗର ପୂଜ୍ୟ ପରିଚାଳକ ଏବଂ ଉପସ୍ଥିତ ସମସ୍ତ ପୂତ ପଞ୍ଜାଧାରୀ ରୀତିକ ମଣ୍ଡଳୀ, ଅଧୈର୍ଯ୍ୟ ମଣ୍ଡଳୀ, ଯାଜକ ମଣ୍ଡଳୀ ସମସ୍ତଙ୍କୁ ମୋର ଆଭୂମିଷ୍ଠ ପ୍ରଣାମ ଜଣାଏ। ଉପସ୍ଥିତ ସମସ୍ତ ଗୁରୁ ଭାଇ, ଗୁରୁ ମାତା, ସାଧୁ ସଜ୍ଜନ ମଣ୍ଡଳୀ, କୁନି କୁନି ପିଲାଏ ସମସ୍ତଙ୍କୁ ମୋର ପ୍ରୀତିପୂର୍ଣ୍ଣ ରାଭରା ଜୟ ଗୁରୁ ଜଣାଏ। ସର୍ବପ୍ରଥମେ ଆଜିର ଏଇ ଆଭାସୀ ସତ୍ସଙ୍ଗରେ ଯେଉଁମାନେ ଭୋଗ ନିବେଦନ କରିଛନ୍ତି ସେମାନଙ୍କର ଶାନ୍ତି ସୁସ୍ଥି ବିଧାନ ପାଇଁ ପରମ ପିତାଙ୍କ ନିକଟରେ ମୋର ପ୍ରାର୍ଥନା ରଖି ସୁନ୍ଦର ସତ୍ସଙ୍ଗ, ସୁନ୍ଦର ଭାବରେ ଭଜନ କୀର୍ତ୍ତନ ଚାଲିଥିଲା। ତ ଆମମାନେ ସମସ୍ତେ ଏକତ୍ରିତ ହେଇଛେ ପରମ ପିତାଙ୍କର ସେ ଆଶିଷ ପାଇବା ପାଇଁ ଏବଂ ତାଙ୍କରି ଆଶୀର୍ବାଦ ଆମ ଜୀବନରେ ସୁଖ, ଶାନ୍ତି, ଆନନ୍ଦ ଭରି ଦଉ, ତାହା ହିଁ ଆମେ କାମନା କରୁ। ତେବେ ପ୍ରଶ୍ନ ଉଠେ ଯେ ସୁଖ କଣ? ମଣିଷ ଜୀବନରେ ସୁଖ କଣ? ଆମେ ଯେତେ କିଛି କାମ କରୁ, ଦିନମାନ ଯେତେ ଦିନ ସାରା ବା ଜୀବନ ସାରା ଯାହା କିଛି କର୍ମ କରୁ, ଯଦି ଆମେ ଥରେ ନିଜକୁ ପଚାରୁ ଯେ ମୁଁ ଏଇ କାମଟା କଣ ପାଇଁ କରେ, ଶେଷରେ ବୋଧେ ଗୋଟିଏ ଜିନିଷ ଉତ୍ତର ଆସେ ଯେ ମୁଁ ଆନନ୍ଦ ପାଇବା ପାଇଁ କରେ, ମତେ ଭଲ ଲାଗେ, ମୁଁ କରେ। କେହି ଘର କରିବା ପାଇଁ ତାରି ପଛରେ ସମୟ ବିତେଇ ଦଉ, କେହି ଚାକିରି କରିବା ପାଇଁ, କେହି ବିଜନେସ୍ କରୁଛି, କେହି ପଇସା ରୋଜଗାର କରିବା ପଛରେ ଯାଇଛି ଏବଂ କିଛି ନା କିଛି ନିଶାରେ ଆମେ ସବୁବେଳେ ନିଶାଗ୍ରସ୍ତ ହେଇକି କରୁ। ଏ ନିଶା ହଉଛି ଯାହା ଆମେ ଏକ୍ସେସ୍ ଅଧିକ ଭାବରେ କରୁ ଅନ୍ୟ କର୍ମ ଠାରୁ, ତାହା ବାସ୍ତବିକ ନିଶା। ତେବେ ସବୁ ପଛରେ ସେ ଗୋଟିଏ ଜିନିଷ ଥାଏ ଯେ ଆମେ କରିବାର ମୂଳ ଥାଏ ଯେ ଆମକୁ ଭଲ ଲାଗେ ବା ଖୁସି ଲାଗେ, ସେଥିପାଇଁ କରୁ। ତ ସେଥିପାଇଁ ତ ଗୋଟେ ଜିନିଷ ଡିସ୍କସ୍ କରିବା ପାଇଁ ଚାହୁଁଥିଲି, ହ୍ୱାଟ ଇଜ ଦ ସାଇନ୍ସ ଅଫ ହାପିନେସ୍, ମାନେ ଏ ସୁଖର ବିଜ୍ଞାନ କଣ? ଏ ସୁଖ ଯାହା ଆମେ ଚାହୁଁ ତା ପଛପଟର ବିଜ୍ଞାନ କଣ? ଜଣେ ଯଦି ଆପଣ ଦେଖନ୍ତୁ, ଗୋଟେ ଝିଅଟା, ଛୋଟ ଝିଅଟା ଜିଦି କରୁଥାଏ ଯେ ମତେ ସେଇ ସାର୍ଟଟା ହେଲେ ହିଁ ମୁଁ ପିନ୍ଧିବି। ତାର ବାପା ମା ପୁରା ବ୍ୟସ୍ତ ହେଇଗଲେ ଏବଂ ବହୁତ କଷ୍ଟରେ ଯାଇକି ଯୋଗାଡ଼ କଲେ ଏବଂ ଯୋଗାଡ଼ କଲା ପରେ ସେ ସେଇ ସାର୍ଟଟା ପିନ୍ଧିଲା ପରେ ତାକୁ ଯେତେବେଳେ ପଚରା ହେଲା ଯେ ତୁ ଏଇ ସାର୍ଟଟା କାହିଁ ପିନ୍ଧୁଥିଲୁ, ସେ କହିଲା କି ଏଇଟା ପିନ୍ଧିଲେ ମତେ ଭଲ ଲାଗେ। ତାମାନେ ଏଇ ଯୋଉ ଭଲ ଲାଗେ, ସେ ସାର୍ଟ ପିନ୍ଧିବାଟା ବଡ କଥା ନଥିଲା, ସେଇଟା ଭଲ ଲାଗେ, ସେଥିପାଇଁ ମୁଁ ପିନ୍ଧିବା ପାଇଁ ଚାହିଁଲି। ସେମିତି ଅନେକ ସମୟରେ ଆମକୁ ମାଂସ ଖାଇବା ପାଇଁ ଭଲ ଲାଗେ, ଅନେକ ଜିନିଷ ମାଦକ ଦ୍ରବ୍ୟ ଖାଇବା ପାଇଁ ଭଲ ଲାଗେ, କେଉଁମାନେ ଗଞ୍ଜେଇ ଟାଣନ୍ତି, କେଉଁମାନେ ଇଏ କରନ୍ତି, ଆଡିକ୍ଟେଡ୍ ଥାନ୍ତି, ନିଶାଗ୍ରସ୍ତ ଥାନ୍ତି। ତାଙ୍କୁ ଯଦି ଆପଣ ପଚାରିବେ, ସେ ଗୋଟିଏ ମାତ୍ର ଉତ୍ତର ଆସେ ଯେ ମତେ ଏଇଟା ଭଲ ଲାଗେ। ଆପଣମାନେ ସମସ୍ତେ ଆମେ ଏଇ ସତ୍ସଙ୍ଗରେ ଯୋଗଯୁକ୍ତ ହେଇତେ ପରମ ପିତାଙ୍କର ଗୁଣ କୀର୍ତ୍ତନ ଶୁଣୁଛେ। ଯଦି ଆପଣ ନିଜକୁ ପଚାରିବେ ଯେ ଆପଣ କଣ ପାଇଁ ଏଠି ଜଏନ୍ କରିଛନ୍ତି ଆଉ କଣ ପାଇଁ ଦାଦା ମାନେ ସଙ୍ଗୀତ ଗାଉଥିଲେ, ଦେରିଦା ଆମର ଭଜନ
କୀର୍ତ୍ତନ କରୁଥିଲେ କଣ ପାଇଁ? ସେ ତ ମନା ବି କରିଦେଇ ପାରିଥାନ୍ତେ, ମୋର ସମୟ ନାହିଁ କି ମୁଁ ବ୍ୟସ୍ତ ଅଛି କରିପାରିବିନି ଆଦି। ତାର କାରଣଟା ସେଇଟା କି ମତେ ଆନନ୍ଦ ମିଳେ, ଖୁସି ମିଳେ। ସୋ ସେଇଥିପାଇଁ ମଣିଷ ଏସବୁ ଜିନିଷ କରେ। ମଣିଷ ଯେତେ କିଛି କର୍ମ କରେ ତାର ମୂଳ ତ ହଉଛି ସେ ଆନନ୍ଦ ପାଇବା ପାଇଁ କରେ, ଖୁସି ପାଇବା ପାଇଁ କରେ, ଏବଂ ସେଇ ଖୁସି ବା ଆନନ୍ଦ ପାଇଁ ସେ ସବୁ କିଛି କରେ। ସମସ୍ତ କର୍ମ ତାର, ସମସ୍ତ ଚିନ୍ତା ଚେତନା ସବୁକିଛି ସେ ଆନନ୍ଦ ପାଇବା ପାଇଁ ଚାହେଁ। ସେଥିପାଇଁ ଠାକୁରଙ୍କର ସେ ଇଂଲିଶର ଗୋଟେ ବାଣୀଟେ ମୋର ମନେ ପଡେ, ଠାକୁର ସେଟାକୁ ବୁଝଉଥିଲେ। ଠାକୁର କହୁଛନ୍ତି ଦ ଏକ୍ଜିଷ୍ଟାନ୍ସ ଅଫ ଅଲ୍ ଦ୍ୟାଟ୍ ଏକ୍ଜିଷ୍ଟ, ଦ୍ୟାଟ୍ ଇଜ ଦ ସତ୍, and the responsive of all that respond, that is the chit, and the becoming of all that is coming, that is the ananda. ସଚିତ ଆନନ୍ଦ। ଆଚାର୍ଯ୍ୟ ଦେବଙ୍କର ତାହା ହିଁ ବାଣୀ ଥିଲା ଯେ ସଚିତ ସତା ସଚିଦାନନ୍ଦମୟ। ପ୍ରଥମ ବାଣୀ ଆଚାର୍ଯ୍ୟ ଦେବଙ୍କର ତାହା ହିଁ ଥିଲା, ସତା ସଚିଦାନନ୍ଦମୟ। ଏଇ ଯୋଉ ସତା ସଚିଦାନନ୍ଦମୟ ର କଥାକୁ ଯଦି ଆମେ ଦେଖୁ, ଏ ପ୍ରତ୍ୟେକ ସତ୍ତା ଆନନ୍ଦ ହିଁ ଚାହେଁ। ତେବେ ଆମେ ଆନନ୍ଦ ପାଉନା କାହିଁକି? ଆମେ ଦୁଃଖ କଣ ପାଇଁ ପାଉ? ଆଉ ଏ ଆନନ୍ଦକୁ ବୁଝିବାକୁ ହେଲେ ଦୁଃଖକୁ ବୁଝିବାକୁ ପଡିବ। ଯଦି ଆମେ ଦୁଃଖ ବୁଝୁନା ତେବେ ଆମେ ଆନନ୍ଦ ମଧ୍ୟ ବୁଝୁନା। ତେଣୁ ଠାକୁରଙ୍କର ସେଇ କଥା, ସତା ସଚିଦାନନ୍ଦମୟ, ଅସତ୍ ନିରୋଧୀ ସତ ହିଁ। ସଚିଦାନନ୍ଦର ପରିପୋଷକ ଯାହା, ତାହା ହିଁ ଧର୍ମ। ଧର୍ମ ମୃତ ହୁଏ ଆଦର୍ଶରେ। ତେଣୁ ଠାକୁରଙ୍କର ସେଇ କଥା ସତା ସଚିଦାନନ୍ଦମୟ। ଆମେ ଜାଣିଛୁ ଏ ଶରୀର ଦୁଇଟା ଜିନିଷରେ ତିଆରି, ଗୋଟେ ହଉଛି ସତ୍ତା, ଆଉ ଗୋଟେ ହଉଛି ଅସ୍ତିତ୍ୱ। ଆମେ ସତ୍ତାରେ ବଞ୍ଚି ରହୁ, ଅସ୍ତିତ୍ୱରେ ବୃଦ୍ଧି ପାଉ। ସତ୍ତାରେ ଆମେ ବଞ୍ଚି ରହୁ, ଅସ୍ତିତ୍ୱରେ ଆମେ ବୃଦ୍ଧି ପାଉ। ଆଉ ସେଇ ସତ୍ତା ଯାହା ଦେଇକି ଆମେ ବଞ୍ଚି ରହୁ, ସିଏ ସର୍ବଦା ଆନନ୍ଦ ହିଁ ଚାହେଁ, କିନ୍ତୁ ଆମେ ଆନନ୍ଦ ପାଇପାରୁନା। କାରଣ ଆମେ ଏଇ ଯୋଉ ବୃଦ୍ଧି ପାଇବା ପାଇଁ ଚାହୁଁ, ସେଇ ବୃଦ୍ଧି ହିଁ ଆମକୁ ଅନେକ ସମୟରେ ଦୁଃଖର କାରଣ ହେଇଥାଏ। ଠାକୁର ସେଇଥିପାଇଁ କହୁଥିଲେ ମଣିଷ ଦିଟା ଜିନିଷ ଚାହେଁ, ସେ ବଞ୍ଚି ରହିବା ପାଇଁ ଚାହେଁ ଆଉ ବୃଦ୍ଧି ପାଇବା ପାଇଁ ଚାହେଁ। ଏଇ ବୃଦ୍ଧି ଯେତେବେଳେ ଆମେ ପାଇବା ପାଇଁ ଚାହୁଁ, ଏ ବୃଦ୍ଧି ପାଇଲା ବେଳେ ଆମେ ସେ ସତ୍ତାର ସେଇ ନିଖୁଣ କଥାଟାକୁ ଭୁଲି ଯାଉ। ଅସତ୍ ନିରୋଧୀ ସତ୍ୟ ହିଁ। ଆମେ ଅସତ୍ କର୍ମ କରୁ, ଯାହା ସତ୍ କର୍ମ ନୁହେଁ ତାହା ହିଁ କରୁ, ଯୋଉଥି ପାଇଁ ଆମେ ଦୁଃଖ ପାଉ। କିନ୍ତୁ ସତ୍ତା କେବେ ହେଲେ ଅସତ୍ କର୍ମ କରେ ନା, ସେ ଅସତ୍କୁ ନିରୋଧ କରେ। ଆମେ ଯେତେବେଳେ କିଛି ଭୁଲ କରୁ, ସେତେବେଳେ ଆମ ଭିତରର ସେଇ ବୁଦ୍ଧି, ସେଇ ଯୋଉ ଚେତନା ଜାଗି ଉଠେ, କୌଣସି ନା କୌଣସି ସମୟରେ ଆମକୁ ମନା କରେ ଏଇ କର୍ମ କରିବା ପାଇଁ। କିନ୍ତୁ ଆମେ ଅନେକ ସମୟରେ ଜାଣିପାରୁନା ସେଇ ନିରୋଧଟା। ଯାହା ଠାକୁର ଆଲୋଚନାରେ କହୁଥିଲେ, ଏଇ ପଞ୍ଚ ଶରୀର, ଏଇ ଯୋଉ ସ୍ଥୂଳ ଶରୀର ଆଉ ସୂକ୍ଷ୍ମ ଶରୀର, କାରଣ ଶରୀର, ଯୋଉ ତିନି ପ୍ରକାର ଶରୀର ଅଛି, ତାକୁ ପୁଣି ପଞ୍ଚ କୋଷରେ ତିଆରି। ଗୋଟେ ହଉଛି ଅନ୍ନମୟ କୋଷ, ଯାହା ପ୍ରୋଟୋପ୍ଲାଜମିକ ବଡି, ଯାହା ଦେଇକି ଆଲୋକ ପ୍ରବେଶ କରିପାରେ ନା, ଯାହାକୁ ଆମେ ଦେଖିପାରୁ। ଆଉ ଏକ୍ଟୋପ୍ଲାଜମିକ ବଡି, ଯାହା ଭିତରେ ଦେଇକି ଆଲୋକ ଗତି କରିପାରେ, ତାକୁ ଆମେ ଦେଖିପାରୁନା। ଆମେ ଦେଖିପାରୁନଥିବା ଆଉ ଶରୀର ହଉଛି ପ୍ରାଣମୟ କୋଷ ଆଉ ମନମୟ କୋଷ। ଆମର ଗୋଟେ ମନ ଅଛି, ଆମର ଗୋଟେ ପ୍ରାଣ ଅଛି, ଆମେ ନିଶ୍ୱାସ ପ୍ରଶ୍ୱାସ ନଉଛୁ। ଆଉ ତାପରେ ଜ୍ଞାନମୟ କୋଷ। ଏଇ ଜ୍ଞାନମୟ କୋଷ ବା ବୁଦ୍ଧିମୟ କୋଷ, ତା ହିଁ ଏଇ ଅସତଟାକୁ ନିରୋଧ କରିବା ପାଇଁ ଚେଷ୍ଟା କରେ। କାରଣ ଏଇ ଯୋଉ ଏକ୍ଟୋପ୍ଲାଜମିକ ବଡିର କଥା, ଯାହାକୁ ଆମେ ଦେଖିପାରୁନା, ଏବଂ ତାପରେ ଆସେ ଆନନ୍ଦମୟ କୋଷ। এই আনন্দময় কোষ সর্বদা আনন্দ চায়।
ଆଉ ଯେତେବେଳେ ଏଇ ଜ୍ଞାନମୟ କୋଷ ବିରୋଧ କରେ, ଏଇ ମନମୟ କୋଷ ଏଇ ଜ୍ଞାନମୟ କୋଷ ଭିତରେ ସର୍ବଦା ପ୍ରତିନିୟତ ଆମ ମନ ଭିତରେ ତାର ସଂଘର୍ଷ ଚାଲେ। ଏବଂ ଯେତେବେଳେ ଆମେ ଇଷ୍ଟମୁଖୀ ଚଳନୀରେ ଚଳୁନା, ଯାହା ଠାକୁର କହୁଥିଲେ ତୁମେ ଶରୀର ସର୍ବସ୍ୱ ହୁଅ ନାହିଁ, ଆମେ ଯେତେବେଳେ ଶରୀରମୁଖୀ ହେଇଯାଉ, ସେତେବେଳେ ସେଇ ଜ୍ଞାନମୟ କୋଷର ସେଇ ଯୋଉ ଚେତନାଟାକୁ ଆମେ ଅନୁଭବ କରିପାରୁନା। ସେଥିପାଇଁ ଆମେ ଏଇ ମନମୟ କୋଷ ଯାହା ଶରୀରର ସୁଖ ଶାନ୍ତି ପାଇଁ ହିଁ ଯାହା ନିୟୋଜିତ ଅଛି, ସିଏ ଆମକୁ ସେଇ ପଥରେ ନେଇଯାଏ, ଅସତ୍ ପଥରେ ନେଇଯାଏ, ଯୋଉଥିପାଇଁ ଆମେ ଦୁଃଖ ପାଉ। ତେବେ ଏଇ ଯୋଉ ସାଇନ୍ସ ଅଫ ହାପିନେସକୁ ଯଦି ମୁଁ ଦେଖେ, ତେବେ ହାପିନେସ୍ କଣ? ଆଉ ଦିଟା ୱାର୍ଡ ଅଛି, ଗୋଟେ ହଉଛି ଆନନ୍ଦ, ଆଉ ଗୋଟେ ହଉଛି ସୁଖ। ସୁଖ ଆନନ୍ଦ ନୁହେଁ, କି ଆନନ୍ଦ ମଧ୍ୟ ସୁଖ ନୁହେଁ, ବା ତାକୁ ଆମେ ଇଂଲିଶରେ କହିଲେ ହାପିନେସ୍ ଆଣ୍ଡ ପ୍ଲିଜର। এই ହାପିନେସ୍ ଆଉ ପ୍ଲିଜର ଭିତର ଡିଫରେନ୍ସଟା ହଉଛି, ଆମେ ସୁଖ ଯାହା ବୋଲି ଭାବୁ, ତା ଆମ ଫିଜିକାଲ କମ୍ଫର୍ଟ ହେଇପାରେ। ଏଇ ପଞ୍ଚ ଇନ୍ଦ୍ରିୟର ସୁଖଟା ସୁଖ ବୋଲି ଆମେ ଭାବୁ। ମୁଁ କିଛି ଗୋଟେ ଭଲ ଜିନିଷ ଦେଖିଲେ ମତେ ସୁଖ ମିଳେ, ଇଏ ମୋର ଯୋଉ ମାନେ ଚେତନା ଅଛି, ଭିଜୁଆଲ କନସିୟସନେସ୍ ଅଛି, ସେଇଠୁ ମୁଁ ବୁଝିପାରେ କି ମତେ ଦେଖିବାର ସୁଖ ଥାଏ। ମୋର ପ୍ରଶଂସା କିଏ କଲେ ମତେ ସୁଖ ଲାଗେ, ଇଏ ହଉଛି ଶୁଣିବାର ସୁଖ। ଭଲ ବାସ୍ନା ଶୁଙ୍ଗିଲେ, ଧୂପକାଠିର ବାସ୍ନା ଶୁଙ୍ଗିଲେ ମତେ ଭଲ ବାସ୍ନା ହୁଏ, ଆନନ୍ଦ ମିଳେ। ମୁଁ ଭଲ ଜିନିଷ ଖାଇଲେ ମତେ ଆନନ୍ଦ ମିଳେ, ଇଏ ହଉଛି ମୋର ପାଟି ବା ଖାଇବାର ସୁଖ। ଆଉ ସବୁଠୁ ତ ବଡ ସୁଖ ଥାଏ ଶାରୀରିକ ସୁଖ, ଯୋଉଥିପାଇଁ ମଣିଷ ସବୁ କିଛି ତ୍ୟାଗ କରିପାରେ, ସବୁ କିଛି ମାନେ ହରେଇ ଦେଇପାରେ ଜୀବନ ଭିତରେ ମଧ୍ୟ। ଇଏ ହଉଛି ସେଇ ଯୋଉ ଫିଜିକାଲ ପ୍ଲେଜର, ଯାହା ଆମ ପଞ୍ଚ ଇନ୍ଦ୍ରିୟର ସୁଖ। ଇଏ ହଉଛି ପ୍ଲେଜର, ଇଏ ହଉଛି ସୁଖ, ଇଏ ଆନନ୍ଦ ନୁହେଁ। ତେବେ ଆମେ ସୁଖ ଭିତରେ ଆନନ୍ଦ ଖୋଜୁ, କିନ୍ତୁ ଆନନ୍ଦ ପାଉନା। ଇଏ ହଉଛି ସାମୟିକ ସୁଖ। ସେଥିପାଇଁ ମଣିଷ ତା ଜୀବନରେ ଅନେକ କିଛି ଡିଜାୟାର ଥାଏ। ଡିଜାୟାର ମାନେ ତାର ଇଚ୍ଛା ଥାଏ, ଯାହା ଆମେ ଜାଣିଛୁ। ଯେତେ ବୁଦ୍ଧଦେବଙ୍କୁ ଜଣେ ଯାଇକି ପଚାରିଥିଲେ ଆଇ ୱାଣ୍ଟ ପିସ୍, ବୁଦ୍ଧ ସେତେବେଳେ କହିଥିଲେ ଯେ ଆଇ ହଉଛି ଅହଙ୍କାର, ମୁଁ ହଉଛି ଅହଙ୍କାର। ସେ ଇଗୋଟାକୁ ଯଦି ହରେଇ ଦେଲା ପରେ, ଆଉ ଏଇ ଯୋଉ ୱାଣ୍ଟ ହଉଛି ଡିଜାୟାର, ଏ ଡିଜାୟାରଟାକୁ ଛାଡ଼ିଦେଲେ, ଆଇ ଆଉ ୱାଣ୍ଟକୁ ଛାଡ଼ିଦେଲେ ଆଉ ଯାହା ରହେ ତାହା ହଉଛି ପିସ୍, ତାହା ହଉଛି ଆନନ୍ଦ। এই କ୍ରମରେ ମନେ ପଡେ ଜଣେ ବାଂଲାଦେଶର ଜଣେ ଭକ୍ତ ସେତେବେଳେ ନଥିଲେ, ସିଏ ଉଚ୍ଚ ଶିକ୍ଷିତ, ମାଟ୍ରିକରେ ଫାର୍ଷ୍ଟ କ୍ଲାସ ପାଇଥିବା ଯୁବକ ଜଣକ ବାଂଲାଦେଶର ବର୍ଡରକୁ ଡେଇଁ ଭାରତକୁ ପଶି ଆସିଥିଲେ ସେ। ଏବଂ ଠାକୁର ସେଇ ଅର୍ଦ୍ଧଶାୟିତ ଅବସ୍ଥାରେ, ଠାକୁର ଯେମିତି ମୁଣ୍ଡ ତଳେ ହାତ ଦେଇକି ସେ ଅନନ୍ତ ଶୟନରେ ଠାକୁର ଶୋଇଥାନ୍ତି। ଠାକୁରଙ୍କ ଶୋଇବାର ଭଙ୍ଗୀକୁ ଆପଣ ଦେଖିଥିବେ, ଠିକ ସେ ଅନନ୍ତ ଶୟନର ଶଯ୍ୟାରେ ଶୋଇଲା ଭଳି ଠାକୁର ଶୋଇଥାନ୍ତି, ମୁଣ୍ଡ ତଳେ ହାତଟାକୁ ଟେକିକି ଦେଇକି। ତ ସେଇ ଅବସ୍ଥାରେ ଯେତେବେଳେ ସେ ଯୁବକ ଯେତେବେଳେ ଠାକୁରଙ୍କ ପାଖକୁ ଆସିଲେ, ଠାକୁର ତାଙ୍କୁ ପଚାରିଲେ ତୁମେ କି ଚାଇ? ସେ ତାଙ୍କୁ ପଚାରିଲେ ତୁମକୁ କଣ ଦରକାର? ସେ କହିଥିଲେ ମତେ ସେତେବେଳେ ସେ ଖାଇବା ପାଇଁ ବହୁତ, ମାନେ ଅନେକ ଦିନ ଧରି ଖାଇ ନଥାନ୍ତି ଠିକ ସେ, ଅନେକ ଦୁଃଖ କଷ୍ଟରେ ଯେତେ ବାଂଲାଦେଶର ବର୍ଡରଟାକୁ ପାର କରିକି ଭାରତ ପଳେଇ ଆସିଛନ୍ତି, ସେତେବେଳେ ତାଙ୍କର ଖାଇବାକୁ ଅସୁବିଧା ଥାଏ। ସେଠୁ କହିଲେ ମୁଁ କିଛି ଖାଇବାକୁ ମିଳିଲେ ମୁଁ ଟିକେ ଆନନ୍ଦ ପାଇବି। ଠାକୁର କହିଲେ ତୁମର ଖାଇବାକୁ ଦେଇ ଦିଆଯାଏ, ଯଦି ତୁମେ କଣ ଆଉ କିଛି ଦରକାର ନାହିଁ? କହିଲେ ରହିବା ପାଇଁ ଗୋଟେ ଘର ଦରକାର। ତାପରେ ଠାକୁର କହିଲେ ଆଉ କଣ ଦରକାର? ତାପରେ କହିଲେ ଗୋଟେ ସଂସାର ପାଇଁ ଗୋଟେ ସ୍ତ୍ରୀ ଦରକାର। ଆଉ କଣ ଦରକାର? ତାପରେ ଗୋଟେ ସାମାଜିକ ଜୀବନ ଦରକାର,
गोटे परिवार दरकार, तापर एक सामाजिक जीवन दरकार, तापर एक भल राष्ट्र दरकार। तेणु ये हूँ पंच जीवन। ये पंच जीवन जदि मनुष्य बालांस हो जाए, से सब सुख पाई थाए, नतुबा से सुख पाएनि। कौन सी गोटे इम्बालांस भितर से जदि इम्बालांस हो जाए, से सुख मिले। आउ ये मन पड़े मुझे आपन को बुझेदेवाई चाहे ये जो हापिनेस और प्लीजर भितर डिफरेन्स टा कौन। ये प्लीजर टा हूँ जोटा फिजिकल प्लीजर। तेणु ये जो पीस जोटा कहूँ ठाकुर जो पंच महाजीवन सुख कथा कही, व्यक्ति जीवन, दाम्पत्य जीवन, पारिवारिक जीवन एवं सामाजिक जीवन एवं सर्वशेष राष्ट्र जीवन। किंतु प्रथमे आम आसु जे व्यक्ति जीवन। ये व्यक्ति जीवन में आम जदि निजक व्यक्ति जीवन टाक जदि आम सजाड़ी न पारू, तेबे दाम्पत्य जीवन, पारिवारिक जीवन, सामाजिक जीवन एवं सर्वशेष राष्ट्र जीवन सुख मध्य सुख हो पारे ना मो पाई। तेणु से जो कथा उठे जो फिजिकल प्लीजर, आम सब ये फिजिकल प्लीजर आउ हैप्पीनेस भीतर डिफरेन्स टाक बुझी पारुना। आपण माने ध्यान देकी शुणिबे जे ये फिजिकल प्लीजर और आनंद भीतर डिफरेन्स टा कौन। गोटे माटे बढ़िया लड़ू बन था, से लड़ू अति निष्ठापर भाव से माटे बन था, घर परिवार सदस्य समस्ते खाइबे बोली सी भी खाइबे। एवं जिते लड़ू बनीगला परे तांकर सासू ससुर स्वामी एवं तांकर छोट पुओ समस्ते को दिगला, समस्ते मन भरी खाइले एवं समस्ते कौन पाइले, हैप्पीनेस ना प्लीजर, समस्ते प्लीजर पाइले। शेष गोटे मात्र लड़ू थाए, माँ समस्त काम सारिकी जिते से लड़ूटा को धरी खाइबा सेतिक बेले से छोट पिलाटे तांकर से छोट पुओटे आसी कहूची, माँ आज तुम्हें जो लड़ू करिथिलो बहुत बढ़िया हैतला। माँ सेठू देखिले ते छुआटे चाहूची से आउ गोटे लड़ू खाइबो। माँ कौन करे, हाथ में धरी लड़ूटा गोटे मात्र लड़ू जोटा शेष थाए, से लड़ूटा से पुओ हाथ को देते, पुओ सेठू ताको आनंद खाइला, माँ खाली देखुले। तेबे एठी प्रश्न उठे, माँ कौन पाइला? माँ आनंद पाइला, हैप्पीनेस पाइला, किंतु सुख पाइला। कारण से मीठा खाई ता पार्टी भितर दाई की जो सुख मिली था से सुख पाइलानी, किंतु आनंद पाइला। ये हूँ आनंद और सुख भितर डिफरेन्स। तेणु पिलाटे कौन पाइला? पिला सुख पाइला, से सुख भितर हयतो से आनंद खोजी पारे, किंतु माँ जहाँ पाइला पुओ ता पाइलानी। तेणु माँ से मीठा न खाइले मध्य अन्य मानकु देई जो आनंद पाइला ताही होची आनंद, सी हयतो सुख नुहे। सेइथिपाई ठाकुरंकर सेई कथा थिला, सता सच्चिदानंदमय असत निरोधी सत्य ही सच्चिदानंदर परिपोषक जहा ताही धर्म, आ धर्म मृत हुई आदर्श रे। एवं आदर्श रे दीक्षा आने अनुराग, अनुराग अनुराग माने भल पाइबा, अनुराग आने वृत्ति नियंत्रण। मनुष्यर ये प्रकृति ये जो पंचेन्द्रियर सुख नियंत्रित होगापी आदर्श ही जीवन में आवश्यक। जो आदर्श जीवन में मनुष्य जो समर्पित हुए, तार भितर ही धर्मता भितर मूर्त हो उठे। जहाँ ठाकुर कहते बंचीबा बढ़िबार मर्म जा जानी था ताकू धर्म बोली, तेरे धर्म आ कौटी थाए? ये संप्रदायटा धर्म नुहे। पुणी ठाकुर कहते से अनुराग रे वृत्ति नियंत्रित हुए एवं वृत्ति नियंत्रण आने धृति। धृति माने होची सैक्रिफाइस बा त्याग, जहाँ माँ करथिले से धृति आने प्रणिधान। प्रणिधान माने होची सरेंडर बा इष्ट केंद्रिक जीवन। ये सरेंडर होची मनुष्य जे पर्यंत सरेंडर नहीं न होई परम पिता चरण रे, लिविंग आइडियल चरण रे, तेबे ता भितर त्याग आसे ना, ता भितर वृत्ति नियंत्रण आसे ना, ता भितर से आदर्श प्रति भल पाइबा मध्य आसे ना। एवं यही प्रणिधान आने समाधि। समाधि माने अनासक्त भाव। ये अनासक्त भाव आउ किसी डिजायर न थाए, ताही समाधि। सब डिजायर जो मनुष्य मुक्ति हो जाए, ताही होची समाधि
ଆଉ ତାହା ହିଁ ହେଉଛି ଏଇ ସତ୍ତାର ଅନିର୍ବାଣ ଆନନ୍ଦ, ତାହା ହିଁ ହେଉଛି ସତା ସଚିଦାନନ୍ଦମୟର କଥା। ତେବେ ଏଇଠି କଥା ଉଠେ ଯେ ମଣିଷ ଏଇ ଯୋଉ ହାପିନେସ୍ ଆଉ ପ୍ଲିଜର, ଆମେ ସାଧାରଣତଃ ଆମେ କଣ ଚାହୁଁ? ଆମେ ଫ୍ରିଜ କିଣିଦେଲେ ଆମେ ଭାବୁ ବହୁତ ଆନନ୍ଦ ଲାଗୁଛି, କି ଘରେ ଏସି ଲାଗିଗଲେ ଆନନ୍ଦ ଲାଗୁଛି, ଫ୍ୟାନଟା ଚାଲିଲେ ଆନନ୍ଦ ଲାଗୁଛି। ଇଏ ଆନନ୍ଦ ନୁହେଁ, ଇଏ ହେଉଛି ସୁଖ, ଇଏ ହେଉଛି ପ୍ଲିଜର, ଫିଜିକାଲ ପ୍ଲେଜର। କିନ୍ତୁ ଆନନ୍ଦ ହେଉଛି ତାହା ଯାହା ସତ୍ତାକୁ ଛୁଇଁଯାଏ, ଯାହା ଏଇ ଆନନ୍ଦମୟ କୋଷକୁ ଛୁଇଁଯାଏ। ତେବେ ଏଇ ଯୋଉ ଅନ୍ନମୟ କୋଷ, ଯାହା ଆମେ ଖାଇକି ଶରୀରଟାକୁ ପୁଷ୍ଟ କରୁ, ଏଇ ଅନ୍ନମୟ କୋଷଟାକୁ ଆମେ ଆନନ୍ଦିତ କରିବା ପାଇଁ ଚାହୁଁ, କିନ୍ତୁ ବାସ୍ତବିକ ଇଏ ଆମକୁ ତ ସୁଖ ଦିଏ, କିନ୍ତୁ ଇଏ ଚିରନ୍ତନ ଆନନ୍ଦ ଦେଇପାରେ ନା। ତେଣୁ ମଣିଷ ଜୀବନର ସେଇ ଯୋଉ ପ୍ରତିନିୟତ ମଣିଷ କଣ ଚାହେଁ? ପ୍ରତିନିୟତ ମଣିଷ ଆ ପ୍ରତିନିୟତ ମଣିଷ ତାହା ହିଁ ଚାହେଁ ଯେ ମଣିଷ ଅମରତ୍ୱ ଚାହେଁ, ବଞ୍ଚି ରହିବା ପାଇଁ ଚାହେଁ, ଇମୋର୍ଟାଲିଟି ଏବଂ ହାପିନେସ୍ ଚାହେଁ, ଆନନ୍ଦ ଚାହେଁ ଏବଂ ଗ୍ରୋଥ ଚାହେଁ, ୱିଜଡମ୍ ଚାହେଁ, ଇଣ୍ଡିପେଣ୍ଡେନ୍ସ ଲିଭିଂ ଚାହେଁ। ଆମେ ଅନ୍ୟମାନଙ୍କ ପାଖରେ ରହିଲେ କାହାରି ଅଧୀନସ୍ଥ ହେଇକି ବଞ୍ଚିକି ଆନନ୍ଦ ପାଇବାକୁ ଚାହୁଁନା। ତେଣୁ ଠାକୁର ତାର ସମସ୍ତ ବିଧାନକୁ ତା ଭିତରେ ଠାକୁର କହିଛନ୍ତି। ଯଦି ଆମେ ସେଇ କଥାକୁ ଆମେ ଦେଖୁ, ଏଇ ଏଇ ଯୋଉ ଯାହା ବୁଦ୍ଧଦେବ କହୁଥିଲେ ତାହା ଯେ ଏଇ ଡିଜାୟାରଟା କଣ? ଆମ ଭିତରେ ଯୋଉ ଡିଜାୟାର ଥାଏ, ମଣିଷ ତିନିଟା ଡିଜାୟାର ପଛରେ ଗୋଡାଏ, ଯୋଉ ଡିଜାୟାର ତାକୁ ଦୁଃଖର କାରଣ ହେଇଥାଏ। ମଣିଷର ତିନିଟା ଡିଜାୟାର ଭିତରୁ ପ୍ରଥମ ଡିଜାୟାର ହେଉଛି, ଆପଣମାନେ ସମସ୍ତେ ଅନୁଭବ କରିପାରିବେ, ଦ ଡିଜାୟାର ଫର ଦ ଫୁଡ। ମଣିଷ ସକାଳୁ ଉଠିଲେ ଖାଇବା ଚିନ୍ତା କରେ, ଶୋଇବା ପର୍ଯ୍ୟନ୍ତ ଖାଇବା ଚିନ୍ତା କରେ, ଦିନ ସାରା ସେ ଖାଇବା ହିଁ ଥାଏ। ଦ୍ୟାଟ ଇଜ ଦ ଡିଜାୟାର ଫର ଦ ଫୁଡ। ମଣିଷର ସେଇଥିପାଇଁ ଠାକୁର ସ୍ୱସ୍ଥହୀନର ବିଧାନ ଦେଇଛନ୍ତି। ଏ ସ୍ୱସ୍ଥହୀନ ବିଧାନ ଭିତରେ ମଣିଷ ନିଜକୁ ଖାଇବାଟାକୁ କଣ୍ଟ୍ରୋଲ କରିଦେଇପାରେ ଏବଂ ଖାଇବାର ଡିଜାୟାରଟା ଧୀରେ ଧୀରେ ଆପେ ଆପେ ଥମିଯାଏ ଏବଂ ସ୍ୱସ୍ଥହୀନ ସମସ୍ତେ ନେଇକି ପାଳନ କରିପାରନ୍ତି ନାହିଁ ଏବଂ ସ୍ୱସ୍ଥହୀନ ନେବାଟାକୁ ଅନେକ କଷ୍ଟ ଭାବନ୍ତି, କିନ୍ତୁ ଇଷ୍ଟଙ୍କୁ ଭଲ ପାଇବା ଭିତରେ ସବୁ କିଛି ସମ୍ଭବ ହେଇଥାଏ। ତାପରେ ସେକେଣ୍ଡ ଡିଜାୟାର ଥାଏ, ଦ ଡିଜାୟାର ଫର ଦ ସେକ୍ସ। ମଣିଷ ଶାରୀରିକ ସୁଖ ଚାହେଁ, ଶାରୀରିକ ସୁଖ ହିଁ ତାର ଆଉ ଗୋଟେ ଡିଜାୟାର ଥାଏ। ବୟସ ହେଲେ ହୟତ କମି ଯାଇପାରେ, କିନ୍ତୁ ଅନେକ ଲୋକଙ୍କ ମାନସିକ ଚିନ୍ତାଧାରା ଭିତରେ ସେ ଅନେକ ସମୟରେ ସେଇଟା ହିଁ ତାଙ୍କ ପଛଦ ପଟରେ ଥାଏ। ଅନେକ ଲୋକ ଅନେକ ଘରକୁ ଯାଆନ୍ତି, ଅନେକ ସହିତ ସମ୍ପର୍କ ରଖନ୍ତି, ତା ପଛପଟରେ ସେଇଟା ହିଁ ଥାଏ। ଇଏ ହଉଛି ଡିଜାୟାର ଫର ଦ ସେକ୍ସ। ତାପରେ ଆସେ ଡିଜାୟାର ଟୁ ବି ଡିଫରେଣ୍ଟ ଫ୍ରମ ଦ ଅଦର। ଆମେ ସବୁବେଳେ ଅନ୍ୟଠାରୁ ନିଜକୁ ପ୍ରତିଷ୍ଠିତ କରିବା ପାଇଁ ଚାହୁଁ, ଅନ୍ୟମାନଙ୍କ ଠାରୁ ଆମକୁ ନିଜକୁ ଭିନ୍ନ ଦେଖେଇବା ପାଇଁ ଚାହୁଁ ଏବଂ ଅନ୍ୟଙ୍କ ଠାରୁ ଆମେ ନିଜକୁ ଭିନ୍ନ ଭାବରେ ପ୍ରତିଷ୍ଠିତ କରିବା ପାଇଁ ଚାହୁଁ ଏବଂ ସେଇଟା ହିଁ ଆମକୁ ଦୁଃଖର କାରଣ ହେଇଥାଏ। ତା ହିଁ ହେଉଛି ଆମର ଏଇ ଅହଙ୍କାର। ସେ ଅହଙ୍କାର ଆମକୁ ସବୁବେଳେ ଚାହେଁ, ଆମକୁ ଭିନ୍ନ ଭାବରେ ପ୍ରତିଷ୍ଠିତ କରିବାକୁ ଚାହେଁ ଏବଂ ମୋ ଭିତରେ ସେଇ ଯୋଉ ସେଇ ମୁଟା ହିଁ ଅନେକ ସମୟରେ ଆମକୁ ଅନେକ ଦୁଃଖ ଦିଏ। ସେଥିପାଇଁ ଠାକୁର ତାହା ହିଁ କହୁଥିଲେ, ତୁମର ଶୈତାନୀ ଅହଙ୍କାରୀ ଅହମକୁ, ମୁଟାକୁ ବାହାର କରିଦିଅ ଏବଂ ପରମ ପିତାଙ୍କ ଇଚ୍ଛାରେ ତୁମେ ଚାଲ। ଅଦୃଷ୍ଟ କିଛି କରିପାରିବ ନାହିଁ, ପରମ ପିତାଙ୍କ ଇଚ୍ଛା ହିଁ ଅଦୃଷ୍ଟ। ମୁଁ ଅନେକ ସମୟରେ ଚାହେଁ କି ପରମ ପିତା ତୁମର ଇଚ୍ଛା ମୋ ଭିତରେ ପୂର୍ଣ୍ଣ ହଉ, କିନ୍ତୁ ମୋ ଭିତରେ ଏତେ ଇଚ୍ଛା ପୂର୍ଣ୍ଣ ହେଇକି ଅଛି ଯେ ପରମ ପିତାଙ୍କ ଇଚ୍ଛା ମୋ ଭିତରେ ପ୍ରବେଶ କରିବା ପାଇଁ ଜାଗା ନଥାଏ। ମୁଁ ସବୁବେଳେ ଚାହେଁ ଯେ ପରମ ପିତା ହେ ପ୍ରଭୁ, ତୁମର ଇଚ୍ଛା ହିଁ ମୋ ଭିତରେ ପୂର୍ଣ୍ଣ ହଉ। ସେଇଥିପାଇଁ ଠାକୁର କହୁଛନ୍ତି ପରମ ପିତାଙ୍କ ଇଚ୍ଛା ହିଁ ଅଦୃଷ୍ଟ। ଆଉ ଠାକୁର କହୁଛନ୍ତି ତୁମେ ସବୁ ଅବସ୍ଥା ଭିତରେ ତାଙ୍କର ମଙ୍ଗଳ ଇଚ୍ଛାକୁ ବୁଝିବାକୁ ଚେଷ୍ଟା କର, ଦେଖିବ କାତର ହେବ ନାହିଁ, ବରଂ ହୃଦୟରେ ସବଳତା ଆସିବ, ଦୁଃଖରେ ମଧ୍ୟ ଆନନ୍ଦ ପାଇବ। ଏ ଦୁଃଖରେ ମଧ୍ୟ ଆନନ୍ଦ ପାଇବ। ଏ ଦୁଃଖ ମଣିଷ ଜୀବନରେ, ଦୁଃଖ ସମସ୍ତଙ୍କ ଜୀବନରେ ଆସେ ଏବଂ ଏଇ ଦୁଃଖକୁ ଯଦି ବୁଝିବାକୁ ଚାହୁଁ, ଠାକୁର କହୁଛନ୍ତି ସଙ୍କୋଚ ହିଁ ଦୁଃଖ,
ଆଉ ପ୍ରସାରଣ ହିଁ ସୁଖ। ଆମେ ସଂକୁଚିତ କଣ୍ଟ୍ରାକ୍ସନ ଇଜ ଦ ସରୋ and expansion is the happiness। ସେଇଥିପାଇଁ ଠାକୁର ତାହିଁ କହୁଛନ୍ତି, ଠାକୁର କହୁଛନ୍ତି ଏଇ ଯୋଉ ଡିଜାୟାର କଥା ମୁଁ କହୁଥିଲି, ଠାକୁର ତାହିଁ କହୁଛନ୍ତି ଚାହିଁବାଟା ନ ପାଇବା ହିଁ ଦୁଃଖ। କିଛି ଚାହ ନାହିଁ, ସବୁ ଅବସ୍ଥାରେ ରାଜି ଥାଅ, ଦୁଃଖ ତୁମର କଣ କରିବ। ବାସ୍ତବିକତା ଦେଖନ୍ତୁ, ମୁଁ ଧର ଟ୍ରେନରେ ଜେନେରାଲ ଟିକେଟରେ ମୁଁ ଯାଉଛି, ମୁଁ ଯଦି ମାଇଣ୍ଡ ମେକଅପ୍ କରିଦିଏ, ଯଦି ଜାଗା ନଥିଲେ ମୁଁ ଛିଡ଼ା ହେଇକି ଯିବି ଏବଂ ଜାଗା ନଥିଲେ ତଳେ ବସିକି ଯିବି, ସେ ଟଏଲେଟ ପାଖ ସାମ୍ନାରେ ବି ବସିକି ଯିବି, ଏଇ ପ୍ରକାର ମୁଁ ଯଦି ମାଇଣ୍ଡ ମେକଅପ୍ କରିଦେଇକି ଯାଏ, ତେଣୁ ମୁଁ ଯଦି ତଳେ ବସେ, ମୁଁ ଯଦି ଛିଡ଼ା ହୁଏ, ତାହେଲେ ମୋତେ ଆଉ ଦୁଃଖ ହବନି। ଆଉ ଯଦି ମୋତେ ସିଟ୍ ଖଣ୍ଡେ ମିଳିଯାଏ, ତାହେଲେ ମୋତେ ଅନେକ ସୁଖ ମିଳିବ। ତେଣୁ ମୁଁ ଯଦି ମାଇଣ୍ଡ ମେକଅପ୍ କରିଦିଏ, ମୁଁ ସିଟ୍ ହେଲେ ବସିବି, ଆଉ ଗୋଡ଼ ଲମ୍ବେଇକି ବସିବି, ଗୋଟେ ସିଟ୍ରେ ଶୋଇକି ଯିବି, ଏଇ ପ୍ରକାର ଚିନ୍ତାଧାରା ନେଇକି ଯଦି ଯାଏ, ଆଉ ଯଦି ଭିଡ଼ ଥାଏ, ତାହେଲେ ମୋତେ ବହୁତ ଦୁଃଖ ହୁଏ। ସେଇଥିପାଇଁ ଠାକୁର କହୁଛନ୍ତି ଚାହିଁବାଟା ନ ପାଇବା ହିଁ ଦୁଃଖ। କିଛି ଚାହ ନାହିଁ, ସବୁ ଅବସ୍ଥାରେ ରାଜି ଥାଅ, ଦୁଃଖ ତୁମର କଣ କରିବ। ପୁଣି ଠାକୁର କହୁଛନ୍ତି ଦୁଃଖ କାହାରି ପ୍ରକୃତିଗତ ନୁହେଁ, ତୁମେ ଇଚ୍ଛା କଲେ ହିଁ ତାକୁ ତଡ଼ି ଦିଆଯାଇପାରେ। ଆଉ ଆମେ ଏଇ ପ୍ରକୃତିଗତ ନୁହେଁ। ଏଇ ଯୋଉ ଦୁଃଖ ଆଉ ସୁଖ, ତାର ମୂଳ ହଉଛି ଆମର ମାନସିକତା ହିଁ ଏଇ ଦୁଃଖ ଆଉ ସୁଖକୁ ନିରୂପଣ କରିଥାଏ। ଏଇ ଯୋଉ ଦୁଃଖ, ଠାକୁର କହୁଥିଲେ ଦ ହ୍ୟୁମାନ ବଡି ଦ ଗେମ୍ ଅଫ ହରମୋନ। এই ହରମୋନରୁ ହିଁ ଆମେ ସବୁ କିଛି ନିୟନ୍ତ୍ରିତ ହୁଏ। ଆମେ ଯେତେବେଳେ କିଛି ଜିନିଷ ଚାହୁଁ ଏବଂ ସେଇ ଜିନିଷଟା ପାଇଯାଉ, ସେତେବେଳେ ଆମକୁ ଯୋଉ ସୁଖ ମିଳେ, ଯୋଉ ଆନନ୍ଦ ମିଳେ, ସେଥିପାଇଁ ମୂଳତଃ ଦାୟୀ ଥାଏ ଆମ ଭିତରେ ଯୋଉ ବ୍ରେନରୁ ଗୋଟେ ହରମୋନ ସିକ୍ରିସନ ହୁଏ, ଦାଟ୍ ଇଜ ଦ ପ୍ଲିଜିଂ ହରମୋନ, ଦାଟ୍ ଇଜ ଦ ଡୋପାମାଇନ ହରମୋନ ସିକ୍ରିସନ ହୁଏ। ଯୋଉ ଡୋପାମାଇନ ହରମୋନଟା ହିଁ ଆମକୁ ଆନନ୍ଦ ଦିଏ, ସୁଖ ଦିଏ। ବାସ୍ତବିକ ମୁଁ ଯେତେ ଥର ଯୋଉମାନେ ଧର ମଦ ପିଅନ୍ତି କି ନହେଲେ ବିଭିନ୍ନ ପ୍ରକାର ନିଶା ଦ୍ରବ୍ୟ ଖାଆନ୍ତି, ତ ଭାବନ୍ତି ଯେ ସେଇଟାକୁ ପିଇଲେ ହିଁ ତାଙ୍କୁ ସୁଖ ମିଳେ। ମୁଁ ଧର ଯାଉଛି ଚାହା ଦୋକାନରେ ଯାଇ କେତେ ଲୋକ ବସନ୍ତି, ସେଇଠି ଗଲେ ହିଁ ତାଙ୍କର ସେ ହରମୋନଟା ସିକ୍ରିସନ ହୁଏ, ସେଇଥିପାଇଁ ତାଙ୍କୁ ବାରମ୍ବାର ସେଇ କର୍ମ କରିବା ପାଇଁ ଆଗଭର ହୁଅନ୍ତି। ଆମେ ସତ୍ସଙ୍ଗ ଆସିଲେ ହିଁ ଡୋପାମାଇନ ହରମୋନ ସିକ୍ରିସନ ହୁଏ, ଆମେ ସତ୍ କର୍ମ ସତ୍ ପଥକୁ ଆସିଯାଉ। ତେଣୁ ଇଟ୍ ଇଜ ଦ ଗେମ୍ ଅଫ ହରମୋନ, ଏଇ ହରମୋନର ଖେଳ। ତେଣୁ ତାର ମୂଳ ଏଇ ଯୋଉ ଡୋପାମାଇନ ଅଛି, ଯୋଉ ହରମୋନଟା, ସେ ହରମୋନର ମୂଳ ହରମୋନ ହଉଛି ତା ହଉଛି ମେଲାଟୋନିନର ସେ ସାନ ଭାଇ। ଏଇ ଯୋଉ ମେଲାଟୋନିନ ଠାକୁର କହୁଥିଲେ ଯୋଉ ଏ ନାମ କରିବା କଥା, ଆଜ୍ଞା ଚକ୍ରରେ ନାମ କରିବା ଭିତରେ ମଣିଷର ସେ ମେଲାଟୋନିନ ହରମୋନ ସିକ୍ରିସନ ହୁଏ ଏବଂ ସେଇ ମେଲାଟୋନିନ ହରମୋନଟା ହିଁ ଆମକୁ ଅନେକ ସୁଖ ଦିଏ। ତେଣୁ ଠାକୁର କହୁଥିଲେ ଯେ ମୂଳ କଥା କହିଛନ୍ତି ଠାକୁର ଯେ କାହାରି ଦୁଃଖର କାରଣ ହୁଅ ନା, ଆଉ କେହି ତୁମର ଦୁଃଖର କାରଣ ହେବେ ନାହିଁ। ତେଣୁ ସମୟ ତ ହେଇଯାଇଛି। ସମସ୍ତଙ୍କର ଶାନ୍ତି ସ୍ୱସ୍ତି ବିଧାନ ପାଇଁ ପରମ ପିତାଙ୍କ ନିକଟରେ ପ୍ରାର୍ଥନା କରି ଏବଂ ସମସ୍ତେ ସୁଖରେ ରୁହନ୍ତୁ, ଆନନ୍ଦରେ ରୁହନ୍ତୁ, ତାହା ହିଁ ପରମ ପିତାଙ୍କ ଚରଣରେ ପ୍ରାର୍ଥନା କରି ମୋର ବକ୍ତବ୍ୟକୁ ବିରାମ ଦଉଛି। ବନ୍ଦେ ପୁରୁଷୋତ୍ତମମ୍, ବନ୍ଦେ ପୁରୁଷୋତ୍ତମମ୍, ବନ୍ଦେ ପୁରୁଷୋତ୍ତମମ୍। ଦାଦା ଜୟ ଗୁରୁ।